ଏମିତି ହିସାବରେ ଖରା ହଉଛି ନା ମୁଇଁ ତ ପୁରା ଷ୍ଟିଂରେ ପିଇବା ଲାଗି ପଳେଇ ଆଇଲି କିସିଣ୍ଡା ଛକ୍। शाबाश बेटा बहुत बढ़िया। ନମସ୍କାର ମୋର ମିନି ବ୍ଲଗ୍ରେ ଆପଣଙ୍କୁ ସ୍ୱାଗତ। ଏଇଟା ଦେଖ ଗାଡ଼ି ଗୁଡ଼ା ଧରିକି କିଆଡ଼େ ବାହାରିଲାନ ତ ଚାଲ ଯିମା। ଏଇଟା ତ ବାହାରି ପକେଇଲୁନ ପୁରା ଆଉ କାହିଁ ଯାଉଛୁ ଦେଖ ଲାଷ୍ଟ ତକ୍ ଜାଣିପାରବ। ଯାଉଛୁ ତ ବାହାରି ପୁରାକିରି ଶୁଭେ ପୁରା ଖରା ତ ଏଡ଼େ ହିଁ କାଟୁଛି କାଁ କହିବି। ଆଡ଼େ ପହଞ୍ଚି ପକେଇଲୁନ ଜାଗା ଉପରେ ତ ଚାଲ ଦେଖମା କାଁ କରୁ ଯେ ଏଇନା ଦୁକାନ ଭିତରେ ବସିଛେ ମୁଇଁ। ଆଉ ଇଆଡ଼େ ରୋଲ୍ ବି ଆମର ପଲେଇଥିଲା ନ ମୋର୍ ତ ଆଇଥିଲା ନା ଆଉ ଜଣଙ୍କ ନୁହେଁ ଆସେ ଆଉ ତାର ବି ରେଡ଼ି ହେଇକି ପଲେଇଗଲା। ଆଉ କାଣା ଦେଖବ ଏଟେ ଖାଇ ପକ ଦେଖିଲେ ନାଇଁ ହୁଏ ନଇନେ ଥଣ୍ଡା ହେଇଯିବା ସାଙ୍ଗେ ସାଙ୍ଗେ ଆଉ ଖାଇ ପକେଇଲିନ ରୋଲ୍ ଆନିକିରି ଖାଇ ଖୁଆ ସରିଗଲାନ ମଜା ତ ଆସିଗଲା ପୁରା ଖରାରେ। ଆଉ ମୁଁ ଖାଇ ଖୁଆକିରି ଏଇଟା ବାହାରିଲିନୁ ଚାଲ ଯିମା। ଭଲ ଲାଗଲା ରୋଲ୍ ଖାଇକିରି ଚାଲ ଇଆଡ଼େ ତ ଅଧା ବାଟେ ଫେନ୍ ଅଟକିକି ଷ୍ଟିଙ୍ଗ ଗୋଟେ ମାରିଦେଲି ନା ଆଡ଼େ ଖରା ବହୁତ ଅଛି ନା ଗରମ ତ ପୁରା ପ୍ରବଳ क्या करमा हेतुले ଷ୍ଟିଙ୍ଗ ଗୋଟେ ଉତରିକିରି ମାରିଦେଲୁ ଏଇଟା ଅଧା ଧରୁ। ଆଉ ଚାଲ ଫେନ୍ ବାହାରି ପକେଇଲୁ ନା ଘରକେ। ଆଉ ଘରକେ ଆସିଲା ବେଲେ ତ ଇଆଡ଼େ ଛୁଆମାନେ ଏମିତି ହିସାବରେ ଧୂଲି ଉଡ଼ଉଛନ୍ତି ଯେ କାଁ କହିବି ବାଟରେ। ଏରା ତ ଦେଖୁଛନ୍ତି ପୁରା ଧୂଲି ଉଡ଼େଇ ଦେଉଛନ୍ତି ଯେ କିଛି ବାଟ ହାଟ ଦିଶବା ନାହିଁ। ଏ ଛୁଆମାନଙ୍କର କଥା କାଁ କହିବୁ ପୁରା ସବୁଆଡ଼େ ଧୂଲି ଧୂଲା ଉଡ଼େଇ ସାରିଲେ ତ। ଆଉ ଏତିକିରେ ତ ଭିଡ଼ିଓ ଖତମ ଆଉ ଥାଉ ଆଜି।